ସୋ ହେଲୋ ଏଭ୍ରିୱାନ୍, ଯେମିତିକି ତୁମେ ଟପିକ୍ ନାଁଟି ଦେଖିପାରୁଥିବ, ଆମେ PMST ଏକ୍ଜାମ ପାଇଁ ତୁମର ଘାତାଙ୍କ ଓ ଘାତ ରାଶିରୁ କିଛି କ୍ୱେଶ୍ଚିନ୍ ଆଲୋଚନା କରିବା। ତ ଦେଖ, ପ୍ରଥମ କ୍ୱେଶ୍ଚିନ୍ଟା ତମର ଯୋଉ ଲେଖା ହେଇଛି 16 ଟୁ ଦ ପାୱାର 5/4 ହେଲା। କେମିତି କରିବ ଏଇଟା? ଦେଖ, ଫାଷ୍ଟ ଯଦି ମୁଁ ଏଇଟାକୁ ଲେଖିଦେବି 16ର ପାୱାର 1/4, ତାପରେ ମୁଁ ଲେଖିଲି ଟୁ ଦ ପାୱାର 5, ଏମିତି ଲେଖିହବ? ଏଇ ଯୋଉ 5/4ଟା ଥିଲା, ମୁଁ କଣ କଲି ନା ତାକୁ 1/4 ଇଣ୍ଟୁ 5 କରିଦେଲି। ଏବଂ ଯଦି ତମର a ଟୁ ଦ ପାୱାର mn ଅଛି, ଏଇଟା ମୁଁ ଏମିତି ଲିଖିପାରିବିନି କି a ର ପାୱାର m ତାର ପାୱାର n, ଏମିତି ଲେଖିହବ କି ନାହିଁ? ତା ମାନେ ମୁଁ କଣ କଲି ନା ଏଇ ଯୋଉ 5/4 ଟାକୁ ଦେଖ 1/4 ଟା ଏଠି ଲେଖିଲି, ତାର ପାୱାର 5 କରିଛି, ଏତିକି କରିଛି। 16ର ପାୱାର 1/4 ମାନେ କଣ? ଏଇଟା ତମର କାହାର ପାୱାର 4? ବୁଝିପାରୁଛ? ମନେକର ଦେଖ, ମୁଁ ଏମିତି ଲେଖିଲି 25ର ପାୱାର 1/2। ତମେ ଚିନ୍ତା କରିବ ଯେ କାହାର ପାୱାର 2 ନେଲେ 25, ମାନେ ଏଇଟା ତମର 5 ଆନ୍ସର। ବୁଝିହେଲା? ମନେକର ଦେଖ, ମୁଁ ଲେଖିଲି 8ର ପାୱାର 1/3। ତମେ ଚିନ୍ତା କର ଯେ କାହାର ତୃତୀୟ ଘାତଟା ହଉଛି 8। ତମେ ଜାଣିଛ ଯେ 2 କୁ 3 ଥର ଗୁଣିଲେ 8 ନା, ତ ତମେ ଏଠି ଲେଖିଲ 2। ବୁଝିହେଲା? ମନେକର ମୁଁ ଲେଖିଲି 32 ଟୁ ଦ ପାୱାର 1/5। ଦେଖ, ଏଇ ଯୋଉ 32ଟା ନୁହେଁ, 32ଟା କେତେ? 2 ଟୁ ଦ ପାୱାର 5 ନୁହେଁ କି? ତ 2 ଟୁ ଦ ପାୱାର 5 ପାୱାର 1/5, ଏମିତି ବି ଚିନ୍ତା କରିପାରିବ। 5 କୁ 1/5 ରେ ଗୁଣିଲେ କେତେ? 1। ତ ଆନ୍ସର ହଉଛି ତମର 2 ଟୁ ଦ ପାୱାର 1 ବା 2। ବୁଝିହେଲା? ସେଇଭଳି ଭାବରେ 16 ଟୁ ଦ ପାୱାର 1/4 ଟା ତମର କଣ ହେଇଯିବ? 2 ହେଇଯିବନି କି? କାରଣ ଏଇ ଯୋଉ 16ଟା ତମର କଣ 2 ଟୁ ଦ ପାୱାର 4 ନା, ତ 2 ଟୁ ଦ ପାୱାର 4 ଇଣ୍ଟୁ 1/4, ତ କେତେ ହେଇଯିବ? 2। ଏଠି ଗୋଟେ 5 ଥିଲା, ତ 2 ଟୁ ଦ ପାୱାର 5। ତ 2 ଟୁ ଦ ପାୱାର 5 ଟା ତମର କେତେ? 32 ହବ। ବୁଝିହେଲା? ଅପସନ ସି। ଓକେ। ନେକ୍ସଟ କ୍ୱେଶ୍ଚିନ୍ ଦେଖ, 32/243 ର ପାୱାର -3/5 ତମକୁ ଦେଇଛି। ତ ଦେଖ, ଏଇଭଳି କ୍ୱେଶ୍ଚିନ୍ କେମିତି କରିବ? ଦେଖ, ଏଠି ତ ପାୱାର ତମେ ଦେଖିବ ଯେ ନେଗେଟିଭ ଅଛି। ଏଇ ନେଗେଟିଭ ଯଦି ମୁଁ ପଜିଟିଭ କରିବାକୁ ଚାହିଁବି, ମୁଁ କଣ କରିବି ନା ଆଧାରକୁ ଓଲଟେଇ ଦେବି। ହେଲା? ଯୋଉ ଆଧାରଟା ନାହିଁ, ତାକୁ ଓଲଟେଇ ଦେଲେ ପାୱାରଟା ତମର ପଜିଟିଭ ହେଇଯିବ। ମନେକର ଦେଖ, ତମର ଏମିତି ଅଛି 1/x ର ପାୱାର -m ଅଛି। ତମେ କଣ କରିବ? ଏ ଆଧାରଟାକୁ ଯଦି ମୁଁ ଓଲଟେଇ ଦେଲି, x କରିଦେବି, ତାହେଲେ ଏଇ ପାୱାରଟା ମୋର ପଜିଟିଭ ହେଇଯିବ। ହେଲା? ଏଇଟା ମନେ ରଖିବ। ଓକେ। ତା ମାନେ ଏଇଠି ଯୋଉ 32/243 ଲେଖା ହେଇଛି, ପାୱାରଟା ତାର କେତେ ଅଛି? -3/5 ଅଛି। ମୁଁ କଣ କରିବି ନା ଏଟାକୁ ଓଲଟେଇ ଦେଲେ ମତେ ମିଳିଲା 243/32। ବୁଝିହେଲା? ପାୱାରଟା ବର୍ତ୍ତମାନ ମୁଁ କଣ କରିବି? ପଜିଟିଭ କରିଦେବି, 3/5। ତାପରେ ମୁଁ ଏଠି ଦେଖିପାରୁଛି ଯେ 243 ଟା ତମର କଣ ନା 3 କୁ 5 ଥର ଗୁଣିଲେ ମତେ 243 ମିଳିବ। ମାନେ ମୁଁ ଲିଖିଦଉଛି 3 ଟୁ ଦ ପାୱାର 5। ତଳେ 32 ଟା ହଉଛି ମୋର 2 ଟୁ ଦ ପାୱାର 5। ଟୋଟାଲ ଉପରେ ପାୱାର ହଉଛି ମୋର 3 ଟୁ ଦ ପାୱାର 5। ବୁଝିଯାଉଛି ତ? ତାପରେ ମୁଁ କଣ କରିବି? ଏଇ ଯୋଉ 3 ଟୁ ଦ ପାୱାର 5 ରେ ଲେଖିଲି, ତାର ପାୱାର ମୁଁ ନେଇଯିବି 3/5, କାରଣ ଏଇଟା କଣ ମଲ୍ଟିପ୍ଲାଏ ହବ ନା। ତଳେ ବି ସେମିତି ହବ, 2 ଟୁ ଦ ପାୱାର 5 ପାୱାର 3/5। ଏତିକି ଯାଏଁ କ୍ଲିୟର ଅଛ? ନେକ୍ସଟ ତ ତମେ ଦେଖିପାରୁଥିବ 5 କୁ 3/5 ଗୁଣିଲେ କେତେ? ଏଟା 3 ହେଇଯିବ। 3 ଟୁ ଦ ପାୱାର 3। ଏଠି ବି ସେମିତି 5 5 କଟିଯିବ, ତ ତଳେ ହେଇଯିବ 2 ଟୁ ଦ ପାୱାର 3। ଦେଖିପାରୁଛ କ୍ୱେଶ୍ଚିନ୍ କେତେ ଇଜି ହେଇଗଲା? 3 ଟୁ ଦ ପାୱାର 3 ମାନେ କଣ? 3 କୁ 3 ଥର ଗୁଣିଲେ 27, 2 କୁ 3 ଥର ଗୁଣିଲେ 8। କୋଉ ଅପସନ ଟା କରେକ୍ଟ ହବ? ଅପସନ ଏ। ଦେଖିପାରିଲ ତ? ତ ଏଇ କନସେପ୍ଟଟା ମନେ ରଖିବ ସମସ୍ତେ। ଯଦି ପାୱାରଟା ନେଗେଟିଭ ଅଛି, ତାକୁ ପଜିଟିଭ କରିବାକୁ ହେଲେ ଆଧାରକୁ ତମେ କଣ କରିବ ନା ଓଲଟେଇ ଦବ। ବୁଝିପାରିଲ? ବାକି ତ ଇଜି ଥିଲା, ତମେ ଜାଣିପାରିଥିବ। ଯଦି ବି କିଛି ଡାଉଟ୍ ଅଛି ତମେ କମେଣ୍ଟ କରିବ, କିମ୍ବା ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ପଚାରି ପାରିବ। ନେକ୍ସଟ କ୍ୱେଶ୍ଚିନ୍ ଦେଖ, 3 ନମ୍ବର ତମକୁ ଦେଇଛି 243 ର ପାୱାର ଏଠି ଅଛି 0.16 ଅଛି, ଗୁଣନ 243 ର ପାୱାର 0.04 ଅଛି। ତ ଦେଖ,
ଯେହେତୁ ମୋର ଆଧାରଟା ସେମ୍ ଅଛି ମୁଁ କଣ କରିବି ନା ପାୱାର ଦୁଇଟା ଯାକ ମିଶେଇ ଦେବି ମାନେ 0.16 ପ୍ଲସ୍ 0.04 ବୁଝିଗଲା 243 ଲେଖିଲି ଦେଖ ଏଇ ଯୋଉ 0.16 0.04 ଏଇଟା ମିଶିକି ତମର କେତେ ହେଇଯିବ ନା 0.16 ଟା ତମର କେତେ 16/100 0.04 ହଉଛି 4/100 ଦିଟା ଯାକ ମିଶିଲେ କେତେ ହେଲା 16 4 20 20/100 20/100 ହଉଛି ମାନେ ତମର 1/5 ନୁହେଁ କି ତାମାନେ 243 ପାୱାର ମୋର ହଉଛି 1/5 ବୁଝିପାରିଲ ତ ଏତିକି ଯାଏ କ୍ଲିୟର ଥିବ 243 ଟା ପୁଣି ତମର କଣ ନା 3 ଟୁ ଦ ପାୱାର 5 ଏଗୁଡିକ ସବୁ ମନେ ରଖିଥିବ ହେଲା 32 ଟା ହଉଛି 2 ଟୁ ଦ ପାୱାର 5 ତମର 81 ହଉଛି 9 ର ସ୍କୋୟାର 3 ଟୁ ଦ ପାୱାର 4 ହବ ନୁହେଁ କି ଏମିତି ସବୁ ମନେ ରଖିଦିଅ ହେଲା ଯେମିତି କି ତମେ 196 ଦେଖୁ ଦେଖୁ କହିବ ଯେ ଏଇଟା ହଉଛି 14 ର ସ୍କୋୟାର ହେଲା ତମର 500 ପାୱାରକୁ ତମେ ଦେଖିଲେ କହିବ ଯେ ଏଇଟା ହଉଛି 2 ଟୁ ଦ ପାୱାର କେତେ ହବ ଏଇଟା 2 ଟୁ ଦ ପାୱାର 8 ନୁହେଁ କି ସରି 2 ଟୁ ଦ ପାୱାର 8 ନୁହେଁ ଏଇଟା ହଉଛି ତମର 2 ଟୁ ଦ ପାୱାର 9 ହବ ଓକେ ତ ଏଠି ତମର ଦେଖ ପାୱାରରେ ପୁଣି ଗୋଟେ 1/5 ଥିଲା ତା ମାନେ କଣ 5 into 1/5 ମୋର କେତେ 1 ହେଇଯିବ ତ 3 ଟୁ ଦ ପାୱାର 1 ହଉଛି ତମର 3 କୋଉଟା ହବ ଆନ୍ସର ଅପସନ ସି ହଉଛି କରେକ୍ଟ ଓକେ ନେକ୍ସଟ क्वेश्चन ଦେଖ ପୁରା ସିମ୍ପଲ क्वेश्चन ଅଛି 17 ର ପାୱାର 3.5 into 17 ପାୱାର 7.3 ହରଣ 17 ପାୱାର 4.2 ଇକ୍ୱାଲ ଟୁ 17 ପାୱାର ଯଦି ପ୍ରଶ୍ନବାଚକ ଚିହ୍ନ ହୁଏ ତାହେଲେ ପ୍ରଶ୍ନବାଚକ ଚିହ୍ନ ସ୍ଥାନରେ କଣ ରହିବ ତ ଦେଖ ଆଧାର ଯେହେତୁ ସେମ୍ ଅଛି ଆମେ କଣ କରିବା ଯୋଉ ଗୁଣନ ହେଇଛି ତାକୁ ମିଶେଇ ଦବା 3.5 into ସରି 3.5 ପ୍ଲସ୍ 7.3 ସେଥିରୁ ମୁଁ ମାଇନସ୍ କଲି 4.2 ତାହେଲେ ଏଇଟା ତମର କେତେ ହେଇଯାଉଛି 3.5 7.3 ମିଶିକି ତମର କେତେ ହେଇଯାଉଛି ନା 10.8 ସେଥିରୁ 4.2 ଗଲେ ତମର ହେଇଯିବ 17 ଟୁ ଦି ପାୱାର କେତେ ହଉଛି 6.6 ନୁହେଁ କି ଯୋଉଟା କି ଅପସନ ସି ରେ ଅଛି ଓକେ ବୁଝିହେଲା ତ ନେକ୍ସଟ क्वेश्चन ଆମର ଦେଖ -1/2 ର ପାୱାର 2 ଅଛି ତାର ପାୱାର -2 ଅଛି ତାର ପାୱାର -1 ଅଛି ତ ଏଇ क्वेश्चन ମୁଁ କେମିତି କରିବି ନା ଦେଖ ଯେହେତୁ ଏଇଟା କଣ ମାନେ ପାୱାର ଉପରେ ପାୱାର ହେଇକି ଅଛି ଏ ତିନିଟା ଯାକ ଗୁଣି ଦିଅ ହେଲା 2 କୁ ମାନେ ବୁଝିପାରୁଛ ତ ଏ ତିନିଟା ଯାକ ଗୁଣି ଦିଅ 2 ଗୁଣନ -2 ଗୁଣନ -1 ତ -2 -1 ହଉଛି 2 2 ଦୁଗୁଣେ 4 ହେଲା ତ ମାଇନସ ହାଫ ର ପାୱାର ହଉଛି 4 ତ ଦେଖ ମାନେ ଏଇଟା ତମେ ଲେଖିଦେଇ ପାରିବ ଯେ -1 ର ପାୱାର 4 ତଳେ ହଉଛି କେତେ -2 ର ପାୱାର 4 ନୁହେଁ କି କିମ୍ବା ତମେ ଜାଣିଛ ଯେ ଏତେ କଥା ନ କରିକି ତମେ ଜାଣିଛ ଯେ ନେଗେଟିଭ ର ଯଦି ତମେ ଯୁଗ୍ମ ପାୱାର ନଉଛ ସେଟା ପଜିଟିଭ ଆସିବ ହେଲା ଗୋଟେ ନେଗେଟିଭ ସଂଖ୍ୟା ମନେକର m ଅଛି ତାର ଯଦି ଅଯୁଗ୍ମ ପାୱାର ତମେ ନବ ତାହେଲେ ସେଟା ନେଗେଟିଭ ଆସିବ କିନ୍ତୁ ଯଦି ତମେ ତାର ଯୁଗ୍ମ ପାୱାର ନବ ସେଟା ପଜିଟିଭ ଆସିଯିବ ମାନେ ଏଇଟା ତମର 1/2 ର ପାୱାର 4 ସହିତ ସମାନ ବୁଝିହେଲା ଉପରେ 1 ର ପାୱାର କେତେ 1 ର ପାୱାର 4 ହଉଛି 1 1 ର ତ ଯେତେ ବି ପାୱାର ନେଲେ ହଉଛି 1 ତଳେ ଲେଖିଦିଅ 2 ର ପାୱାର 4 ଟା କେତେ ହବ 16 ମାନେ ମୋର ଆନ୍ସର ହଉଛି 1/16 ବୁଝିହେଲା ପୁରା କ୍ଲିୟର ତ ଯଦି ଏମିତି କ୍ୱେଶ୍ଚିନ୍ ଦେଇଥିବ ଡରିବାର ନାହିଁ ହେଲା ତମର ଯେତିକି ପାୱାର ଉପରେ ପାୱାର ହେଇକି ଅଛି ସେତିକି କରିଦବ ହେଲା ମନେକର ଏମିତି ଅଛି a ର ପାୱାର m ତାର ପାୱାର ଅଛି n ତାପରେ ତାର ପାୱାର ହେଇକି ଅଛି ତମର p ତାହେଲେ ଏଇଟା ଆମର କେତେ a ଟୁ ଦି ପାୱାର mn p ହେଇଯିବ ବୁଝିହଉଛି ମୋ କଥା ଓକେ ନେକ୍ସଟ क्वेश्चन 6 ନମ୍ବର ଆମକୁ ଦେଇଛି ଯଦି 3 ଟୁ ଦି ପାୱାର x ମାଇନସ୍ 3 ଟୁ ଦି ପାୱାର x ମାଇନସ୍ 1 ଇକ୍ୱାଲ ଟୁ 18 ତେବେ x ଟୁ ଦି ପାୱାର x କେତେ ହବ ତ ଦେଖ ତମ क्वेश्चन ରେ ଦେଲା 3 ଟୁ ଦି ପାୱାର x ମାଇନସ୍ 3 ଟୁ ଦି ପାୱାର x ମାଇନସ୍ 1 18 ଦେଇଛି ମୁଁ କଣ କରିବି ନା ତମର ଯଦି ମୁଁ 3 ଟୁ ଦି ପାୱାର x ମାଇନସ୍ 1 ମୁଁ କମନ ନେଇ ଆସିବି ବୁଝିପାରୁଛ ଏଇଠି ତମର କେତେ ରହିବ
ତମର ଏଇ ଯୋଉ 3 ଟୁ ଦ ପାୱାର x ଟା ଅଛି ଏଇଟାକୁ ଏମିତି ମୁଁ ଲେଖିପାରିବିନି 3 ଟୁ ଦ ପାୱାର x ମାଇନସ୍ 1 ପ୍ଲସ୍ 1 ତାର ମାଇନସ୍ 1 ପ୍ଲସ୍ 1 କଟିକି କଣ 0 ହେଇଯିବ ନା ତ ଖାଲି 3 ଟୁ ଦ ପାୱାର x ରହୁଛି ତା ମାନେ ଏଇଟା ମୁଁ ଲେଖିପାରିବି କି 3 ଟୁ ଦ ପାୱାର x ମାଇନସ୍ 1 ଇଣ୍ଟୁ 3 ଟୁ ଦ ପାୱାର 1 ଲେଖିପାରିବି କାରଣ ପ୍ଲସ୍ ହେଇକି ଥିଲା ତା ମାନେ ଏଠି ତମର କେତେ ଆସିଯିବ ନା 3 ଟୁ ଦ ପାୱାର 1 ମାନେ 3 ଏଠୁ ତ ଆମେ 3 ଟୁ ଦ ପାୱାର x ମାଇନସ୍ 1 ନେଇଯାଇଛନ୍ତି ତ ଏଇଟା ତମର 1 ରହିବ ବୁଝିହେଲା ଏଇଟା ଇକ୍ୱାଲ୍ ଟୁ 18 ତ 3 ଟୁ ଦ ପାୱାର x ମାଇନସ୍ 1 ଇଣ୍ଟୁ 3 ରୁ 1 ଗଲେ 2 ଏଇଟା ଇକ୍ୱାଲ୍ ଟୁ 18 3 ଟୁ ଦ ପାୱାର x ମାଇନସ୍ 1 ଟା ତାହେଲେ କେତେ ହେଇଯିବ ଦୁଇଟା ସେପଟୁ ଗଲେ ଡିଭାଇଡ୍ ହବ 18/2 ଇକ୍ୱାଲ୍ ଟୁ 9 ଓକେ ତା ମାନେ ଏଇଟା ମୁଁ ଲେଖିପାରିବି କି ଏଇଟା 3 ର ସ୍କୋୟାର ନୁହେଁ ତା ମାନେ 3 ର ପାୱାର x ମାଇନସ୍ 1 ହଉଛି ତମର 3 ର ସ୍କୋୟାର ଓକେ ତମେ ଦେଖ ଉଭୟ ପାର୍ଶ୍ୱରେ ତମର ଆଧାରଟା ସେମ୍ ଅଛି ତା ମାନେ x ମାଇନସ୍ 1 ହଉଛି ତମର 2 ବୁଝିପାରିଲ ଗୋଟେ କାମ କର ଏଇ ମାଇନସ୍ 1 ଟାକୁ ସେପଟକୁ ନେଇଯାଅ ତାହେଲେ କେତେ ହବ 3 ହେଇଯିବ ତାହେଲେ x ର ଭାଲ୍ୟୁ ମତେ କେତେ ମିଳିଲା ଅପସନ ଏ ଓକେ ନେକ୍ସଟ ଦେଖ ଭଲ କ୍ୱେଶ୍ଚନ ଗୋଟେ ରହିଛି ଯଦି p ବାଇ q ର ପାୱାର n ମାଇନସ୍ 1 ଇକ୍ୱାଲ୍ ଟୁ p ତମର ଦେଇଛି q ବାଇ p ର ପାୱାର n ମାଇନସ୍ 3 ତେବେ n ର ମୂଲ୍ୟ କେତେ ହବ କେମିତି କରିବା କ୍ୱେଶ୍ଚନ ଟା ଦେଖ p ବାଇ q ର ପାୱାର n ମାଇନସ୍ 1 ଅଛି ଏଠି ତମର q ବାଇ p ଅଛି ମାନେ ମୁଁ କଣ କଲି ନା ଓଲଟେଇ ଦେଲି p ବାଇ q କରିଦେଲି ତା ମାନେ ଏଇ ଯୋଉ n ମାଇନସ୍ 3 ଅଛି ଏଇଟା ମୁଁ କଣ ନେଗେଟିଭ ନେଇଯିବି ନା ମାଇନସ୍ ଅଫ୍ n ମାଇନସ୍ 3 ମତେ ଲେଖିବାକୁ ପଡିବ ଏଠି ମାନେ ମୋର ହେଇଯିବ 3 ମାଇନସ୍ n ବୁଝିଗଲା କଥାଟି ତ ଯେହେତୁ ମୁଁ ଆଧାରଟା ତମର ଓଲଟେଇଲି ସେଇ ଯୋଉ ମତେ କଣ କରିବାକୁ ପଡିଲା ନା ଘାତର ନେଗେଟିଭ ନେବାକୁ ପଡିଲା ତାହେଲେ ଏଠି n ମାଇନସ୍ 1 ଟା ହଉଛି ମୋର 3 ମାଇନସ୍ n ତାହେଲେ ଦେଖ n ଟାକୁ ଏପଟୁ ନେଇ ଆସିଲେ କଣ 2n ମାଇନସ୍ 1 ଟା ଏପଟକୁ ଆସିଗଲେ 4 ତ 2n ଇକ୍ୱାଲ୍ ଟୁ କେତେ 4 ତ n ଇକ୍ୱାଲ୍ ଟୁ ମୋର କେତେ ହେଇଯିବ 4/2 ଇକ୍ୱାଲ୍ ଟୁ 2 ବୁଝିହେଲା ଅପସନ ଡି ହଉଛି କରେକ୍ଟ ଓକେ ନେକ୍ସଟ କ୍ୱେଶ୍ଚିନ୍ 8 ନମ୍ବର ମତେ ଦେଇଛି a ଟୁ ଦ୍ୱାରା x ଯଦି ମୋର b ହୁଏ ଏବଂ b ଟୁ ଦ୍ୱାରା y ମୋର c ହୁଏ ଏବଂ x y z ଇକ୍ୱାଲ୍ ଟୁ 1 ତେବେ c ଟୁ ଦ୍ୱାରା z ତମର କେତେ ହବ ତ ଦେଖ ତମର b ଟୁ ଦ୍ୱାରା b ଇକ୍ୱାଲ୍ ଟୁ ତମ ପାଖରେ ଅଛି a ଟୁ ଦ୍ୱାରା x ନୁହେଁ କି ତମର କ୍ୱେଶ୍ଚିନ୍ ରେ ଦେଇଛି ବୁଝିହେଲା ଯଦି ମୁଁ ଏଠି ଲେଖିଦେବି b ଟୁ ଦ୍ୱାରା y କଲି ଏପଟେ କଣ ପାୱାର y ଅଛି ମାନେ ସେପଟେ ବି ମତେ କରିବାକୁ ପଡିବ ମାନେ x ଥିଲା ମୁଁ ଗୋଟେ y ସେଥିରେ ଆଉ ଗୁଣିଦେଲି x y କରିଦେଲି ବୁଝିହେଲା b ଟୁ ଦ୍ୱାରା y ଟା ତମର କଣ ହବ a ଟୁ ଦ୍ୱାରା x y ହବ ଏତିକି ଯାଏଁ କ୍ଲିୟର ନେକ୍ସଟ ମୁଁ କଣ କରିବି ନା ଏଠି ଗୋଟେ z ପାୱାର ଆଉ ଗୋଟେ ନେବି ମାନେ ଏଥିରେ z ଗୁଣିଲି ହେଲା y z କଲି ତ ଏଠି ଗୁଣିଲି ମାନେ ଏପଟେ ବି ଗୁଣିବି a ଟୁ ଦ୍ୱାରା x y z ତାପରେ ଦେଖ କ୍ୱେଶ୍ଚିନ୍ ତମର b ଟୁ ଦ୍ୱାରା y ଟା କେତେ c ଅଛି ନା ତା ମାନେ ଏଇ b ଟୁ ଦ୍ୱାରା y ଜାଗାରେ ମୁଁ ଲେଖିଦେଇ ପାରିବି c ଟୁ ଦ୍ୱାରା z ପୁନଶ୍ଚ କ୍ୱେଶ୍ଚିନ୍ ରେ ତମକୁ ଦେଇଛି ଯେ x y z ଟା ହଉଛି 1 ବୋଲି ତାହେଲେ ମୋର କେତେ ହେଇଯିବ a ଟୁ ଦ୍ୱାରା 1 ତା ମାନେ c ଟୁ ଦ୍ୱାରା z ଟା ମତେ କେତେ ମିଳିଲା a ମିଳିଗଲାନି କି ବୁଝିପାରିଲ ତାହେଲେ a ହଉଛି ଏଠି ଆନ୍ସର ଓକେ କ୍ଲିୟର ଦେଖ ଫାଷ୍ଟ ମୁଁ ନେଲି ଯେ ତମ କ୍ୱେଶ୍ଚିନ୍ ରେ ଦେଇଥିଲା ଯେ b ହଉଛି a ଟୁ ଦ୍ୱାରା x ନେକ୍ସଟ ମୁଁ କଣ କଲି ନା ଏପଟେ y ପାୱାର କଲି ମାନେ କଣ ସେପଟେ ବି ଗୋଟେ y ଗୁଣିବି ମାନେ x y ହେଲା ପୁଣି ଗୋଟେ z ଗୁଣିଲି ଏଠି ଗୋଟେ z ଗୁଣିଦେଲି ପୁନଶ୍ଚ ଆମର ଏଇ ଯୋଉ b ଟୁ ଦ୍ୱାରା y ଏତିକି ଆମ ପାଖରେ କଣ ଅଛି c ନାହିଁ କି ତ c ଟୁ ଦ୍ୱାରା z ବୁଝିପାରିଲ ଏଇ ଯୋଉ b ଟୁ ଦ୍ୱାରା y z ଏହାର ଅର୍ଥ କଣ b ଟୁ ଦ୍ୱାରା y ତାର ପାୱାର z ଏମିତି ଲେଖିହବନି କି ତ ଏଇ b ଟୁ ଦ୍ୱାରା y ଜାଗାରେ ମୁଁ ଲେଖିଦେଲି c ତ c ଟୁ ଦ୍ୱାରା z ଟା ମୋର କେତେ ହେଇଗଲା x y z ଟା 1 ଅଛି ତ a ଟୁ ଦ୍ୱାରା 1 ତା ମାନେ ମୋର c ଟୁ ଦ୍ୱାରା z ଟା ମତେ ମିଳିଗଲା a ଓକେ ନେକ୍ସଟ କ୍ୱେଶ୍ଚିନ୍ ଦେଖ ତମକୁ ଦେଇଛି ଯଦି 2 ଟୁ ଦ୍ୱାରା a ଇକ୍ୱାଲ୍ ଟୁ 3 ଟୁ ଦ୍ୱାରା b ଇକ୍ୱାଲ୍ ଟୁ 6 ଟୁ ଦ୍ୱାରା ମାଇନସ୍ c ତେବେ 1/a ପ୍ଲସ୍ 1/b ପ୍ଲସ୍ 1/c କେତେ ହବ ତ ଦେଖ ତମର 2 ଟୁ ଦ୍ୱାରା a ଇକ୍ୱାଲ୍ ଟୁ 3 ଟୁ ଦ୍ୱାରା b ଇକ୍ୱାଲ୍ ଟୁ 6 ଟୁ ଦ୍ୱାରା ମାଇନସ୍ c ଏଇଟା ହଉଛି ତମର k ସହିତ ଇକ୍ୱାଲ୍ କର ବୁଝିପାରିଲ କାରଣ ତିନିଟା ଯାକ ଇକ୍ୱାଲ୍ ନା ତ ଗୋଟେ k ସହିତ ଇକ୍ୱାଲ୍ କରିଦବା ତ 2 ଟୁ ଦ୍ୱାରା a ଟା ତମର k ବୁଝିହେଲା
ତା ମାନେ ଯଦି ମୁଁ ଏପଟେ ଖାଲି 2 ରଖିବି ତାହେଲେ କଣ ହବ କହିଲ? ଏଇ ଯୋଉ a ଟା ସେପଟେ 1/a ହେଇଯିବ। ମାନେ k ର ପାୱାର 1/a। ବୁଝିପାରିଲ ମୋ କଥା? ସେଇଭଳି ଭାବରେ ତମେ ଆଉ ଗୋଟେ ବି ଲେଖିଦେଇ ପାରିବ, ସେଇଟା ହଉଛି କଣ 3 ଟୁ ଦ ପାୱାର b ହଉଛି ତମର k। ତାହେଲେ ଏଠି ଯଦି ମୁଁ 3 ଟା ରଖିଦେବି, b ଟା କଣ ସେପଟେ 1/b ହେଇଯିବ, ତ k ଟୁ ଦ ପାୱାର 1/b। ବୁଝିହେଲା? ସେଇଭଳି ଭାବରେ 6 ଟୁ ଦ ପାୱାର ମାଇନସ c ଟା ତମର k ସହିତ ଇକ୍ୱାଲ ଅଛି। ତା ମାନେ ଯଦି ମୁଁ ଏଠି ଦେଖ, ତମ ଯୋଉ ଏଠି ଯଦି 6 ଟା ଏପଟେ ରଖିଦେବି କଣ ହବ? ମାଇନସ ସି ଟା ସେପଟକୁ ପଳେଇବ, ମାନେ ତମର k ଟୁ ଦ ପାୱାର -1/c ରହିବ। ଏତିକି ଯାଏଁ ବୁଝିପାରିଲ? ବର୍ତ୍ତମାନ ଗୋଟେ ଇମ୍ପୋର୍ଟାଣ୍ଟ କଥା ଦେଖ, ଯେ ଏଠି ତମର ଦେଖ 2ଟା ଆମେ କାଢିଲେ, ଏଠି 3 କାଢିଛନ୍ତି, ଏଠି 6 କାଢିଛନ୍ତି। ତ ଆମେ ଗୋଟେ କଥା କଣ ଜାଣିଛନ୍ତି, ଯେ 2 ଗୁଣନ 3 ହଉଛି ଆମର 6, ନୁହେଁ କି? ତା ମାନେ ବର୍ତ୍ତମାନ ମୁଁ ଲେଖିଦେଇ ପାରିବି କି k ଟୁ ଦ ପାୱାର 1/a ଗୁଣନ k ଟୁ ଦ ପାୱାର 1/b ଇକ୍ୱାଲ ଟୁ ତମର କେତେ ନା k ଟୁ ଦ ପାୱାର -1/c। ବୁଝିପାରୁଛ ମୋ କଥା? ତା ମାନେ ଏଠି ମୁଁ ଲେଖିଦେଇ ପାରିବି, ଯେହେତୁ ଏଟା ଗୁଣା ହେଇକି ଅଛି, କଣ ଘାତ ଦିଟା ମିଶିଯିବ, ତମର k ଟୁ ଦ ପାୱାର 1/a ପ୍ଲସ 1/b ଇକ୍ୱାଲ ଟୁ k ଟୁ ଦ ପାୱାର -1/c। ବୁଝିହେଲା? ତ ଉଭୟ ପାର୍ଶ୍ୱରେ ଯେହେତୁ ତମର ଆଧାର ସମାନ ଅଛି, ତା ମାନେ କଣ ଘାତ ସମାନ ରହିବ। ତା ମାନେ 1/a ପ୍ଲସ 1/b ଇକ୍ୱାଲ ଟୁ ତମର କେତେ ନା -1/c। ବୁଝିପାରିଲ? ତା ମାନେ -1/c ଟା ଯଦି ମୁଁ ଏପଟକୁ ନେଇ ଆସିବି କଣ ହବ କହିଲ? ନା 1/a ପ୍ଲସ 1/b ପ୍ଲସ 1/c ଇକ୍ୱାଲ ଟୁ କେତେ? ସେପଟେ କଣ 0 ହେଇଯିବ ନା, 0। କ୍ଲିୟର? ତ ଆମକୁ ପଚାରିଥିଲା କଣ? ଆମକୁ ତ ଏଇଗୋଟା ହିଁ ପଚାରିଥିଲା, ଯେ 1/a ପ୍ଲସ 1/b ପ୍ଲସ 1/c ଟା କେତେ ହବ? କେତେ ହେଲା ଆନ୍ସର? ଅପସନ ବି। ଦେଖ, ତମ କ୍ୱେଶ୍ଚିନ୍ ଟା ଆଉଥରେ ବି କହିଦଉଛି। ଏଠି ତମକୁ କଣ ଦେଇଥିଲା, ଯେ 2 ଟୁ ଦ ପାୱାର a ଇକ୍ୱାଲ ଟୁ 3 ଟୁ ଦ ପାୱାର b ଇକ୍ୱାଲ ଟୁ 6 ଟୁ ଦ ପାୱାର -c। ତେବେ 1/a ପ୍ଲସ 1/b ପ୍ଲସ 1/c ତମର କେତେ ହବ? କେମିତି କାଢିଲେ ଏଇଟା ଆମେ? ତ ଦେଖ, ତିନିଟା ଯାକ ଯେହେତୁ ଇକ୍ୱାଲ ଅଛି, ମୁଁ ତାକୁ k ସହିତ ଇକ୍ୱାଲ କରିଦେଲି। ଏବଂ ତମ ଯେହେତୁ 2 ଟୁ ଦ ପାୱାର a k ସହିତ ଇକ୍ୱାଲ ଅଛି, ଯଦି ମୁଁ ଏପଟ ପାର୍ଶ୍ୱରେ କେବଳ 2 ରଖିଦଉଛି, କଣ ହବ ନା a ଟା ସେପଟକୁ ଗଲେ କଣ ମାନେ ପାୱାର ରେ ଯିବ ହେଲା, k ଟୁ ଦ ପାୱାର 1/a ହେଇଗଲା। ସେଇଭଳି ଭାବରେ 3 ଟୁ ଦ ପାୱାର b ଟା ତମର k ସହିତ ଇକ୍ୱାଲ ଥିଲା। ଯଦି ମୁଁ ଏପଟ ପାର୍ଶ୍ୱରେ କେବଳ 3 ଟା ରଖୁଛି, b ଟା ସେପଟ ପାର୍ଶ୍ୱକୁ ଗଲେ କଣ ହବ? k ଟୁ ଦ ପାୱାର 1/b ହେଇଗଲା। ସେଇଭଳି ଭାବରେ 6 ଟୁ ଦ ପାୱାର -c ଟା ତମ ପାଖରେ k ସହିତ ଇକ୍ୱାଲ ଅଛି। ତା ମାନେ ଯଦି ମୁଁ କେବଳ 6 ଟା ଏପଟେ ରଖୁଛି, ସେପଟକୁ ଗଲେ କଣ ହେଇଯିବ? k ଟୁ ଦ ପାୱାର -1/c। ଏତିକି ଯାଏଁ କ୍ଲିୟର? ତ ବର୍ତ୍ତମାନ ତୁମ ପାର୍ଶ୍ୱରେ କଣ ଅଛି? 2 ଅଛି, 3 ଅଛି, 6 ର ଭାଲ୍ୟୁ ଅଛି। ଏବଂ ଆମେ ଜାଣିଛନ୍ତି ଯେ 2 କୁ 3 ସହିତ ଗୁଣିଲେ କଣ 6। ତା ମାନେ ମୁଁ ଲେଖିଦେଇ ପାରିବିନି k ଟୁ ଦ ପାୱାର 1/a ଇଣ୍ଟୁ k ଟୁ ଦ ପାୱାର 1/b ହଉଛି ତମର k ଟୁ ଦ ପାୱାର -1/c। ବୁଝିହେଲା? ନେକ୍ସଟ ଯଦି ତମେ ଦେଖିବ, ତମର ଏଇ ଯୋଉ ଏଟା କଣ ଗୁଣା ହେଇକି ଅଛି, ତାହେଲେ 1/a ପ୍ଲସ 1/b ଗଲ, ଏପଟେ ପାର୍ଶ୍ୱରେ କଣ ଅଛି? -1/c ଅଛି। ତା ମାନେ 1/a ପ୍ଲସ 1/b ଟା ତମର -1/c ହବନି କି? କାରଣ ଦେଖ, ଉଭୟ ପାର୍ଶ୍ୱରେ କଣ ଆଧାର ତମର ସେମ୍ ଥିଲା, ନୁହେଁ କି? ତ ଏଇ ଯୋଉ -1/c ଟା ଏପଟକୁ ନେଇ ଆସୁନ, ତାହେଲେ ତିନିଟା ଯାକ ମିଶିକି ତମର କେତେ? 0 ସହିତ ଇକ୍ୱାଲ। କ୍ୱେଶ୍ଚିନ୍ ବି ତମକୁ ସେୟା ପଚାରିଥିଲା। ତ ଦେଖିପାରୁଛ ତ? କ୍ୱେଶ୍ଚିନ୍ ତମକୁ କଷ୍ଟ ଲାଗିପାରେ ଦେଖିକି, କିନ୍ତୁ ତମେ ଯଦି ସଲ୍ଭ କରି ଚାଲିବ ଏବଂ ଅଧିକରୁ ଅଧିକ କ୍ୱେଶ୍ଚିନ୍ ପ୍ରାକ୍ଟିସ କରିବ, କିଛି ବି ଅସୁବିଧା ରହିବ ନାହିଁ।
ନେକ୍ସଟ ଦେଖ ଏଇଭଳି କ୍ୱେଶ୍ଚିନ୍ ଆମେ କେମିତି କରିବା ଯଦି ତ ମୁଁ ଦେଇଛି √7 ମାଇନସ୍ √5 ତଳେ ଅଛି √7 ପ୍ଲସ୍ √5 ଇକ୍ୱାଲ୍ ଟୁ a ପ୍ଲସ୍ b √35 ତେବେ a ମାଇନସ୍ b କେତେ ହବ? ଦେଖ ଏଇଟା ଆମେ କଣ କରିବା ନା ତମର ରେସନାଲାଇଜ କରିଦବା। ଦେଖ ତଳେ ପ୍ଲସ୍ ଅଛି ନା ତ ଗୋଟେ କାମ କରୁଛି ମୁଁ ତମର ମୁଁ କେତେ ମଲ୍ଟିପ୍ଲାଏ କରିବି ନା √7 ମାଇନସ୍ √5 ମଲ୍ଟିପ୍ଲାଏ କରିଦେବି। ଉପରେ ମଧ୍ୟ ସେତିକି ମଲ୍ଟିପ୍ଲାଏ କଲି √7 ମାଇନସ୍ √5। ତ ଦେଖ ତଳେ ଏଇଟା ତମର କୋଉ ଫର୍ମାଟ ଆସିଗଲା ନା a ପ୍ଲସ୍ b ହୋଲ୍ ଇଣ୍ଟୁ a ମାଇନସ୍ b। ଏଇଟା ତମର କେତେ ଆସିବ ନା a ସ୍କୋୟାର ମାଇନସ୍ b ସ୍କୋୟାର ଆସିଯିବ। ବୁଝିହେଲା? ତା ମାନେ ତମେ ଦେଖିପାରୁଥିବ ଯେ a ଜାଗାରେ √7 ଅଛି b ଜାଗାରେ √5 ଅଛି। ତାହେଲେ କେତେ ହବ ନା √7 ର ସ୍କୋୟାର ମାଇନସ୍ √5 ର ସ୍କୋୟାର। ଉପରେ କଣ ହେଇଯିବ ନା ଏଇଟା ଦେଖ a ମାଇନସ୍ b ହୋଲ୍ ଇଣ୍ଟୁ a ମାଇନସ୍ b। ତା ମାନେ କଣ a ସ୍କୋୟାର ପ୍ଲସ୍ b ସ୍କୋୟାର ମାଇନସ୍ 2ab। ମାନେ କଣ ଆସିବ √7 ର ସ୍କୋୟାର ପ୍ଲସ୍ √5 ର ସ୍କୋୟାର ମାଇନସ୍ 2 ଇଣ୍ଟୁ √7 ଇଣ୍ଟୁ √5। ଏତିକି ଯାଏଁ କ୍ଲିୟର? ଦେଖ √7 ର ସ୍କୋୟାରଟା ହେଇଯିବ 7 √5 ର ସ୍କୋୟାର ହେଇଯିବ 5। ଏଇଟା ତମର କେତେ ହେଇଯିବ √7 √5 ହେଇଯିବ √35। ବୁଝିହେଲା ତ? 35 ହେଇଯିବ। ତା ପୂର୍ବରୁ ଗୋଟେ 2 ଗୋଟେ ଲାଗିଛି ହେଲା। ତଳେ ତମ √7 ର ସ୍କୋୟାର କେତେ 7 √5 ର ସ୍କୋୟାର ହଉଛି 5। ଏଇଟା ତମେ ବୁଝିପାରିଲ ତ କେମିତି କଲେ? ତମର ଯଦି ମୁଁ ରୁଟ୍ a ସହିତ ରୁଟ୍ b ଟା ଗୁଣିବି ମତେ କଣ ମିଳିବ? ଏଇ ରୁଟ୍ ଭିତରେ ହିଁ ଗୁଣିଦବ। ab ରୁଟ୍ ଓଭର ରହିବ। ବୁଝିହେଲା? ତମର ଏଠି 7 5 ମିଶି କେତେ 12 12 ମାଇନସ୍ 2 √35 ତଳେ ହଉଛି 2। ବୁଝିହେଲା କଥାଟି? ତ 12/2 ଏଇଟା ମୁଁ ଲେଖିଦେଇ ପାରିବିନି 12/2 ମାଇନସ୍ 2 √35/2। ତ 12/2 ଟା କେତେ ହବ 6 ହେଇଯିବ। ଏଇଟା 2 2 କଟିଲା ମାନେ କଣ √35। ବୁଝିହେଲା? କୋଶ୍ଚିନ୍‌ରେ କିନ୍ତୁ କଣ ସିଏ ଦେଇଛି ଦେଖ ଏଇ ଯୋଉ 6 ମାଇନସ୍ √35 ଆମେ ପାଇଲେ ସେଇଟା ସିଏ ଦେଇଦେଇଛି a ପ୍ଲସ୍ b √35 ହେଲା। ମାନେ ମତେ ଦେଖାଯାଉଛି ଯେ a ଜାଗାରେ ମୋର 6 ଲେଖା ହେଇଛି b ସହିତ ମୋର କେତେ ଗୁଣା ହେଇକି ଲେଖା ହେଇଛି -1 ନୁହେଁ କି ପ୍ଲସ୍ b √35 ମାନେ କଣ ଏଠି -1 ଟା ୟା ସହିତ ଗୁଣା ହେଇଛି ନା। ତ ସିଏ ମତେ ପଚାରୁଛି ଯେ a ମାଇନସ୍ b କେତେ ହବ ତ 6 ମାଇନସ୍ ମାଇନସ୍ 1 ଇକ୍ୱାଲ୍ ଟୁ 7 6 ପ୍ଲସ୍ 1 କେତେ 7। ଏଠି ଅପସନରେ ନାହିଁ। ତ ଦେଖ ଏଠି ତମର ଅପସନ ଡି ଟା ହେଲା 7 ହେଲା। ମୁଁ ଭୁଲରେ 0 ଲେଖିଦେଇଥିଲି ଏଇଟା ତମର ଡି ରହିବ ଆନ୍ସର। ତ ଏମିତି ତମେ ଉତ୍ପାଦକୀକରଣ କରିଦେଇକି ମାନେ ରେସନାଲାଇଜ କରିଦବ। ମାନେ ତଳେ ଯଦି ଏମିତି ପ୍ଲସ୍ ହେଇକି ଥିବ ମାଇନସ୍ ମଲ୍ଟିପ୍ଲାଏ କରିବ ମାଇନସ୍ ହେଇକି ଥିଲେ ପ୍ଲସ୍ ମଲ୍ଟିପ୍ଲାଏ କରିବ। କାରଣ ସେଟା ତମର a ପ୍ଲସ୍ b ହୋଲ୍ ଇଣ୍ଟୁ a ମାଇନସ୍ b ଫର୍ମାଟରେ ଆସିଯିବ ଯାହାଦ୍ୱାରା କି ସେଟା a ସ୍କୋୟାର ମାଇନସ୍ b ସ୍କୋୟାର ହେଇଯିବ ହେଲା। ଏବଂ ତାପରେ ସଲ୍ଭ କରି କରି ଯିବ ଲାଷ୍ଟକୁ ତମର a b କାଢିଦବ a ମାଇନସ୍ b ପଚାରିଥିଲେ ଏମିତି କରିବ। ଓକେ ବୁଝିହେଲା? ସୋ ଆଜିର ଭିଡ଼ିଓରେ ଆମେ ବହୁତ ସାରା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତମର ଦେଖିଲେ ମୁଁ ଆଶା କରୁଛି ତମେ ପ୍ରତ୍ୟେକଟି କ୍ୱେଶ୍ଚିନ୍ ବୁଝିପାରିଥିବ। ଏବଂ ଯଦି ତମର କିଛି ଡାଉଟ୍ ଅଛି ତମେ ଗ୍ରୁପରେ ପଚାରି ପାରିବ ଓକେ ଏବଂ କମେଣ୍ଟ ମଧ୍ୟ କରିପାରିବ। ଏବଂ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ କାରଣ ଏଇଭଳି କଣ୍ଟେଣ୍ଟ ତମର ଚ୍ୟାନେଲରେ ବହୁତ ସାରା ଆଭେଲେବଲ୍ ଅଛି ତମେ ଦେଖିପାରିବ। ଚାପ୍ଟର ୱାଇଜ୍ ଯୋଉ ତମର ଅଛି ପୂର୍ବରୁ ଯୋଉ ସବୁ ଅପଲୋଡ଼ ହେଇଛି ସେଗୁଡ଼ିକ ମଧ୍ୟ ଦେଖିଦିଅ। କାରଣ ସେଥିରେ ବି ଆମେ ସମସ୍ତେ ପୁରା ଇମ୍ପୋର୍ଟାଣ୍ଟ ଟ୍ରିକ୍ ସବୁ ଶିଖିଛନ୍ତି। ଓକେ ସୋ ଯୋଉମାନେ ବି ପଠାଣି ସାମନ୍ତ ଏକ୍ଜାମ ଦବାକୁ ଯାଉଛ ସମସ୍ତଙ୍କୁ ବେଷ୍ଟ ଅଫ୍ ଲକ୍। ଥ୍ୟାଙ୍କ ୟୁ।